ଆଜି ଗୋଟେ ଉତ୍ତମ ବିଶ୍ୱାସୀର ବିଶ୍ୱାସକୁ ହରେଇବା ପଛରେ ଆମର ପଞ୍ଚ ଇନ୍ଦ୍ରିୟ ରହିଥାଏ। ଗୋଟେ ଲୋକ ସେତେବେଳେ ବିଶ୍ୱାସ କରେ ସେ ଯେତେବେଳେ ଶୁଣେ, ଗୋଟେ ଲୋକ ସେତେବେଳେ ବିଶ୍ୱାସ କରେ ସେ ଯେତେବେଳେ ଦେଖେ, ଗୋଟେ ଲୋକ ସେତେବେଳେ ବିଶ୍ୱାସ କରେ ସେ ଯେତେବେଳେ ଚାଖେ, ସେ ଯେତେବେଳେ ଜାଣିପାରେ। ଠିକ সেই বিষয়କୁ ঈশ্বরটা নিউজ କରିବ, ବାକି କୌଣସି ବିଷୟକୁ ନାହିଁ। ଅନେକ ଲୋକଙ୍କୁ ଉଦାହରଣ ଦେବା ପାଇଁ ଚାହେଁ ନାହିଁ। ସେମାନଙ୍କ ଭିତରୁ ଆମ ଦେଶର ଗୋଟେ ନେତା ଥିଲେ ଯିଏକି ମହାତ୍ମା ଗାନ୍ଧୀ ଥିଲେ। ସେ ବାଇବଲକୁ ପଢୁଥିଲେ ଆଉ ତିନୋଟି ବିଷୟ କହିଲେ, ମୁଁ ଖରାପ କଥା ଦେଖିବି ନାହିଁ, ଖରାପ କଥା ଶୁଣିବି ନାହିଁ, ଆଉ ଖରାପ କଥା କହିବି ନାହିଁ। ଏଇଟା ବାଇବଲ ଅଛି। ଏଇଟା ଗୋଟେ ସାଧାରଣ ପୁସ୍ତକ ନୁହେଁ, ଏଇଟା ଗୋଟେ ସାଧାରଣ ପୁସ୍ତକ ନୁହେଁ। এইটা আপনাকে গঠন করবে। It will change your life.